ଜୟ ଜଗନ୍ନାଥ ସାଙ୍ଗମାନେ ଓଡ଼ିଆ ବ୍ୟାକରଣର ବିଶେଷଣ ଅଧ୍ୟାୟର ସାରସ୍ୱତ ବହିରୁ 25ଟି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ମୁଁ ଆଜି ଡିସ୍କସନ୍ କରିବି। ତ ଫାର୍ଷ୍ଟ ଡିସ୍କସନ୍ କରିବା କ୍ୱେଶ୍ଚିନ୍ ନମ୍ବର 1। ଯେଉଁ ପଦ ଅନ୍ୟ ପଦର ଗୁଣ ଅବସ୍ଥା ସଂଖ୍ୟା ପରିମାଣ ଓ ନିର୍ଦ୍ଦିଷ୍ଟତା ପ୍ରକାଶ କରେ ତାକୁ କି ପଦ କୁହାଯାଏ? ଆନ୍ସର ହେଉଛି ବିଶେଷଣ। ଦେନ୍ କ୍ୱେଶ୍ଚିନ୍ ନମ୍ବର 2। ମୁଖ୍ୟତଃ ବିଶେଷଣ ପଦକୁ ନାମ ଓ ଭାବ ଦୃଷ୍ଟିରୁ କେତେ ଭାଗରେ ବିଭକ୍ତ କରାଯାଇଛି? ଆନ୍ସର ହେଉଛି 2 ଭାଗରେ, ନାମ ବିଶେଷଣ ଏବଂ ଭାବ ବିଶେଷଣ। ବିଶେଷ୍ୟ ଓ ସର୍ବନାମ ପଦକୁ ବିଶେଷିତ କରୁଥିବା ବିଶେଷଣ ପଦକୁ କ'ଣ ବୋଲି କୁହାଯାଏ? ବିଶେଷ୍ୟ ଆଉ ସର୍ବନାମ ହେଲେ ଏଇଟା ହେଉଛି ନାମ। କାହିଁକି କେମିତି ସଠିକରେ ମନେ ରଖିବ? ବିଶେଷ୍ୟରେ ନାମବାଚକ ବିଶେଷ୍ୟ ଯେମିତି ଅଛି, ମାନେ ଗୋଟେ ବ୍ୟକ୍ତିର ନାମ ହରିକା ପ୍ରକାଶ କରୁଛି, ତ ବିଶେଷ୍ୟ ଆଉ ସର୍ବନାମ ଦୁଇଟାଙ୍କ ହେଉଛି ନାମବାଚକ ବିଶେଷଣ। ନେକ୍ସଟ, କ୍ରିୟାକୁ ବିଶେଷିତ କରୁଥିବା ବିଶେଷଣ ପଦକୁ କ'ଣ କୁହାଯାଏ? କ୍ରିୟାକୁ ଯିଏ ବିଶେଷିତ କରେ ସେଇଟା ହେଉଛି ଭାବବାଚକ ବିଶେଷଣ, ତ ଏଟାକୁ ଭାବ ବିଶେଷଣ ବୋଲି କୁହାଯାଏ। 5 ନମ୍ବର କ୍ୱେଶ୍ଚିନ୍। ସାଧୁ ଲୋକ ସବୁଠାରେ ସମ୍ମାନ ପାଏ, ଏଠାରେ ସାଧୁ କି ପ୍ରକାର? କେଉଁ ପ୍ରକାର ଲୋକ? ନା ସାଧୁ ଲୋକ। ଫାର୍ଷ୍ଟ କଥା, ଏଇଟା ଗୋଟେ ବିଶେଷଣ ଆଉ ଏଇଟା ଆନ୍ସର ହେଉଛି ଗୁଣବାଚକ ବିଶେଷଣ ବା ଯୋଉଟାକୁ ବ୍ୟକ୍ତିବାଚକ ବିଶେଷଣ ମଧ୍ୟ କୁହାଯାଏ। क्वेश्चन नंबर 6 ହେଉଛି ଭଙ୍ଗା ଦେଉଳ, ମେଘୁଆ ଆକାଶ। ଯେଉଁ ଭଙ୍ଗା ଦେଉଳ ହେଲା ବା ମେଘୁଆ ଆକାଶ ହେଲା, ଏହି ପଦ ଗୁଡ଼ିକ କେଉଁ ବିଶେଷଣର ଉଦାହରଣ? ଭଙ୍ଗା ଦେଉଳ, ମେଘୁଆ ଆକାଶ, ଏଇଟା ଗୋଟେ ଜିନିଷର ଗୋଟେ ଅବସ୍ଥା ବା ଗୋଟେ ଜିନିଷର କେଉଁ ଭଳିଆ ପ୍ରକାରରେ ଅଛି ସେଇଟାକୁ ବୁଝାଉଛି। ତେଣୁ ଯେହେତୁ ଅବସ୍ଥାକୁ ବୁଝାଉଛି, ସେଇଟା ଅବସ୍ଥାବାଚକ ବିଶେଷଣ ହେବ। 7 ନମ୍ବର କ୍ୱେଶ୍ଚିନ୍। ଓଡ଼ିଶା ବିଧାନସଭାରେ 147 ବିଧାୟକ ଅଛନ୍ତି, ଏଠାରେ 147 କେମିତି? 147ଟା କ'ଣ ଗୋଟେ ସଂଖ୍ୟାକୁ ବୁଝାଉଛି, ତ ଏଇଟା କି ପ୍ରକାର ବିଶେଷଣ ହେବ? ଆନ୍ସର ହେଉଛି ସଂଖ୍ୟାବାଚକ ବିଶେଷଣ। ଦେନ୍ ଅଳପ ଧନ ବିକଳ ମନ, ଅଳପ କେଉଁ ପ୍ରକାର ବିଶେଷଣ ପଦ? ତ ଅଳପ ଧନ ବିକଳ ମନ, ତ ଅଳପଟା କେମିତି ମାନେ ତମକୁ ଲାଗୁଛି? ନା ଗୋଟେ ମାନେ ଅଳ୍ପ, ମାନେ ଗୋଟେ ମାନେ ଡେଫିସିଏନ୍ସି କିଛି ଗୋଟେ, ତ ଏଇଟା ପରିମାଣକୁ ବୁଝାଉଛି, ମାନେ ଆମାଉଣ୍ଟରେ କେତେ ଅଛି, ଅଧିକ ଅଛି ନା ଅଳ୍ପ ଅଛି, ତ ଏଇଟା ପରିମାଣବାଚକ ହେବ। 8 ନମ୍ବର ଖ। ଯେଉଁ ବିଶେଷଣ ପଦ ସଂଖ୍ୟାରୁ ନିଷ୍ପନ୍ନ ହୋଇ ସଂଖ୍ୟାର କ୍ରମିକତା ବା ନିର୍ଦ୍ଦିଷ୍ଟତା ପ୍ରକାଶ କରେ ତାକୁ କ'ଣ କୁହାଯାଏ? ଏଇଟା ଗୋଟେ କ୍ରୋନୋଲୋଜି ଅନୁସାରେ ଅଛି, ଯେ ଫାର୍ଷ୍ଟ ସେକେଣ୍ଡ ଥାର୍ଡ ଫୋର୍ଥ ଏଇଭଳିଆ ଯେଉଁଗୁଡ଼ା, ତ ଏଇଟାକୁ କ'ଣ କୁହାଯାଏ? ନା ଏଇଟାକୁ କୁହାଯାଏ ସେଇଭଳିଆକୁ ପୂରଣବାଚକ ବିଶେଷଣ ବୋଲି କୁହାଯାଏ। ଆନ୍ସର ହେଉଛି ଖ। 10 ନମ୍ବର 5 ସଂଖ୍ୟାର ପୂରଣବାଚକ ବିଶେଷଣ କ'ଣ ହେବ? ନା ପଞ୍ଚମ ହେବ, ମାନେ ଫିଫ୍ଥ, ଯୋଉଟା ଇଂଲିଶରେ କୁହାଯାଏ। ଯେମିତି 30ର କ'ଣ ହେବ? 300 ବୋଲି କୁହାଯାଏ। 300 ହେଉଛି ପୂରଣବାଚକ ବିଶେଷଣ 30ର। ତାପରେ 12 ନମ୍ବର। ଯେଉଁ ବିଶେଷଣ ଅନ୍ୟ ଏକ ବିଶେଷଣର ଗୁଣମାତ୍ରା ବା ଅବସ୍ଥାର ଆଧିକ୍ୟକୁ ପ୍ରକାଶ କରେ ତାକୁ କ'ଣ ବୋଲି କୁହାଯାଏ? ଗୁଣମାତ୍ରା ଓ ଅବସ୍ଥାର ଆଧିତ୍ୟକୁ ପ୍ରକାଶ କରୁଥିବା ବିଶେଷଣ ପଦକୁ କ'ଣ ବୋଲି ଆମେ କହିବା? ନା ବିଶେଷଣର ବିଶେଷଣ ବୋଲି କୁହାଯିବ। କାହିଁକି? ନା ସେ ଗୋଟେ ଜିନିଷକୁ ଅଧିକ, ମାନେ ଜୋରରେ ପବନକୁ ସେ କହିବ ଖୁବ୍ ଜୋରରେ ପବନ ହେଉଛି, ତ ଏଇଭଳିଆ ଅର୍ଥରେ। ଅତି ମନୋରମ କାଳ, ତ ମନୋରମ କାଳ ବି ଗୋଟେ ବିଶେଷ୍ୟ, ମନୋରମ ହେଉଛି ଗୋଟେ ବିଶେଷ୍ୟ ଯୋଉଟାକି କାଳକୁ ବିଶେଷିତ କରିଛି, ସେଇଟା ଅତି ପୁଣି ଲାଗିଲା, ତ ଅତି କି ପ୍ରକାର? ନା ଏଇଟା ହେଉଛି ବିଶେଷଣର ବିଶେଷଣ, କଟା ହେଇଯିବ। ଦେନ୍ ବୁଢ଼ା ଧୀରେ ଚାଲୁଛି, ବୁଢ଼ାଟା ଧୀରେ ଚାଲୁଛି, ଏଠାରେ ଧୀରେ କି ପ୍ରକାର ବିଶେଷଣ? ଧୀରେ ଚାଲୁଛି, ତ ଚାଲୁଛି ଗୋଟେ କ୍ରିୟାପଦ, ତ କ୍ରିୟାକୁ ଇଏ ବିଶେଷିତ କରୁଥିବାରୁ ଏଇଟାକୁ କ୍ରିୟା ବିଶେଷଣ ବୋଲି କୁହାଯାଏ। ବୁଢ଼ା ଧୀରେ ଚାଲୁଛି, ଏଇଟା ହେଉଛି ଗୋଟେ କ୍ରିୟା ବିଶେଷଣ। ଦେନ୍ ଶୈଳେଶ ଅତି ବେଗରେ ଦୌଡ଼ୁଛି, ଏଠାରେ ଅତି କେଉଁ ଭଳିଆ? ବେଗରେ ଦୌଡ଼ୁଛି, ବେଗରେ ହେଉଛି କେମିତି ଦୌଡ଼ୁଛି? ନା ବେଗରେ ଦୌଡ଼ୁଛି, ବେଗରେ ହେଉଛି କ'ଣ? ଗୋଟେ କ୍ରିୟାର ବିଶେଷଣ। ତେଣୁ ଅତି ବେଗରେ, ଏଇଟା କ୍ରିୟା ବିଶେଷଣକୁ ବିଶେଷିତ କରୁଛି ଅତିଟା, ତେଣୁ ଏଇଟା କ୍ରିୟା ବିଶେଷଣର ବିଶେଷଣ ହେବ। ନେକ୍ସଟ 16 ନମ୍ବର। କ୍ରିୟା ଧାତୁରୁ ନିଷ୍ପନ୍ନ ହୋଇ ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର କାର୍ଯ୍ୟର ଅବସ୍ଥାକୁ ସୂଚାଏ ତାକୁ କ'ଣ ବୋଲି କୁହାଯାଏ? କ୍ରିୟା ଧାତୁରୁ ନିଷ୍ପନ୍ନ ମାନେ କ୍ରିୟାରୁ ସେଇଟା ପ୍ରଡ୍ୟୁସ୍ ହେଇଛି ବା ଉତ୍ପନ୍ନ ହେଇଛି, ତେଣୁ ଏଟାକୁ କ'ଣ କହିବେ? କ୍ରିୟାଜ ବିଶେଷଣ। ଆନ୍ସର ହେଉଛି ଖ। ଜଳନ୍ତା ନିଆଁରେ କୁଟା ପକାଅ ନାହିଁ, ଏଠାରେ ଜଳନ୍ତା କୋଉ ଭଳିଆ? ଜଳନ୍ତାଟା ହେଉଛି ଗୋଟେ କ'ଣ? ନା କ୍ରିୟାଜ। କେମିତି ଜାଣିବ? ଯୋଉଟା କି ଫାର୍ଷ୍ଟ କଥା ହେଉଛି, ମାନେ ଜଳନ୍ତାଟା କେମିତି? ଜଳ ଯୁକ୍ତ ଅନ୍ତା, ତ ଉଡ଼ନ୍ତା, ଜଳନ୍ତା, ଫାର୍ଷ୍ଟ କଥା ହେଉଛି ସିମ୍ପଲ ଟ୍ରିକ୍ ହେଉଛି ଅନ୍ତା ପ୍ରତ୍ୟୟଟା ଯୋଉଠି ଲାଗିଥିବ ସେଇଗୁଡ଼ା କେସ୍ରେ ମାନେ ହେଇଯିବ। ଗୋଟେ ହେଉଛି ଅନ୍ତା ପ୍ରତ୍ୟୟ ଲାଗିଥିବ ବା ଲାଷ୍ଟକୁ ତମେ ଦେଖିବ ଆ ବୋଲି ଶୁଭୁଥିବ, ଜଳନ୍ତା ଆ ଶୁଭୁଥିବ, ତ ସେଇଭଳିଆ କେସ୍ରେ ମ୍ୟାକ୍ସିମମ୍ ଜାଗାରେ ଯଦି ମାନେ ଜଣେ କ୍ରିୟା ବିଶେଷଣ ଆଉ କ୍ରିୟାଜ ବିଶେଷଣ ଭିତରେ ଯଦି କନଫ୍ୟୁଜନ୍ ହେବ, ତ ସେଇ ଜାଗାରେ ଲାଷ୍ଟକୁ ଦେଖିବ ଆ ଭଳିଆ ଶୁଭୁଛି, ଯେମିତି ଆ ଭଳିଆ ଶୁଭିବ, ନହେଲେ ଅନ୍ତା ପ୍ରତ୍ୟୟଟା ମାନେ ଲାଷ୍ଟକୁ ଆସିବ, ଜଳନ୍ତା, ବହୁତ କେସ୍ରେ ଏଇଟା ଆସିଯାଏ, ତ ଏଇଟା ହେଉଛି କ୍ରିୟାଜ ବିଶେଷଣ ଆନ୍ସର ହେବ।
18 नंबर सर्वनाम पद जेतेबेले विशेष्य पदर पूर्वर रही विशेषणर कार्यकारी कौन कहुए गोटे सर्वनाम पद जेतेबेले विशेष्य पद पूर्वर रही काम करिवो एटा कौन हम ना सार्वनामिक विशेषण हम माने सर्वनामटा ये विशेषण भाव में काम कर विशेष पद माने कौन एही कथा जमी एही कथा माने कथा को एटा विशेषित करुच्ची आईटा निजे गोटे सर्वनाम होता है तो यही कथाटा है जो यहीटा सार्वनामिक विशेषण से धार्मिक है एटारे धार्मिक पदटी कि प्रकार विशेषण से धार्मिक है ये से धार्मिकटा माने सर्वनाम सर्वनाम पर अच्छी तो सर्वनाम पर जेहेतु अच्छी एटा कौन कह ना एटा सर्वनाम विशेषण कह कहीं से को धार्मिकटा अधिक विशेषित करुच्ची जेहेतु सर्वनाम हूँ से तेणु सर्वनाम को जी भी विशेषित करुच्ची कहुए सर्वनाम विशेषण आउटा डिफरेन्टा इम्पोर्टाट जे सार्वनामिक विशेषण कौन आ सर्वनाम विशेषण कौन सार्वनामिक विशेषण में गोटे पॉइंट मन रखियो जे सार्वनामिक विशेषण सब सर्वनामटा गोटे विशेषण भाव में काम करे आउ सर्वनामर विशेषण रे अलगा गोटे विशेषण सर्वनाम को विशेषित करे एटा हूँ फाइनाल तो दीटा पॉइंट सार्वनामिक विशेषण रे सर्वनामटा सब विशेषण भाव में यूज हुए आ सर्वनामर विशेषण रे सर्वनाम पाई गोटे विशेषण आसी थाए बास एटा थिला 19 नंबर क्वेश्चन तो 20 नंबर क्वेश्चन पुअटी अबिकल अबिकल कौन अबिकलटा गोटे माने दीटा गोटे सेंटेंस बा दीटा फ्रेज को जोड़िला भलिया काम करूची तेणु पुअटी अबिकल ता बापा परी अबिकलटा को भलिया ना अवयर विशेषण हबो नेक्स्ट निश्चय मु ए वर्ष रामेश्वर जीवी निश्चय माने गोटे जिनस को गोटे वाक्य को इंपोर्टेंट पूरा देई कहूची तेणु एटा वाक्यर विशेषण बोली हबो नेक्स्ट दुई बा तत्वक विशेष्य पद मध्य तुलना करने जो विशेषण पद व्यवहृत होता है ताकू कौन कहुए दीटा जिनस भितर कंपेरिजन होची कंपेरिजन माने करने तुलना कौन तुलनात्मक विशेषण देन 22 नंबर पर 23 नंबर हिमालय पृथ्वीर उच्चतम पर्वत एटारे उच्चतम पदटे क्यों प्रत्यय युक्त होती उच्च युक्त तम तो तम प्रत्यय युक्त होती नेक्स्ट 24 नंबर क्वेश्चन विशेषण पद जदि विशेष्य पदर पर व्यवहृत हुए कौन कहुए आंसर हूँ विधेय विशेषण यहाँ कौन हम ना विधेय विशेषण ये कौन हम ना विशेषण पदटा सब विशेष्य पद पर जेनेराली कौन रहे ना जमीक आमर जो साधु लोक यहाँ पूर्वर रोचे तेणु यहाँ गुणवाचक तो गुणवाचक एकदम अपोजिट हूँ कौन ना जो विधेय विशेषण गुणवाचक व्यक्तिवाचक एकदम अपोजिट 25 नंबर क्वेश्चन माटी हांडी सहजरे भांगी थाए एठारे माटी पदटी प्रकृत एक विशेष्य पद हेले मध्य एठारे किपरि व्यवहृत होईची जे माटी हांडी काहाकू विशेषित करूची हांडी को विशेषित करूची हांडीटा गोटे कौन ना एटा गोटे विशेष्य पद हांडीटा गोटे विशेष्य तो विशेष्य को माटीटा विशेषण करूची तो एटा विशेष्य पदर विशेषण रूपे आंसर हो क तो यहाँ माने गोटे डिटेल एनालिसिस जोटा कि मोस्ट इंपोर्टेंट 25टा क्वेश्चन जोटा विशेषण पदर हो पार मुझे अनुसार बनई तो आपण मैंने जो मैंने वीडियो देखले थैंक यू आउ कमेंट निहाती करेंगे जे केमी लगे सेसनटा थैंक यू वेरी मच जय हिंद जय भारत।